ସଫଳ ଜୀବନର ସୂତ୍ର କାହାରି ଗୁଣର ପ୍ରଶଂସା କରି ସମୟ ନଷ୍ଟ କରିବା ଅପେକ୍ଷା ସେ ଗୁଣକୁ ଆପଣେଇବାର ପ୍ରୟାସ କରିବା ଉଚିତ। ଦାୟିତ୍ୱ ଏକ ବୋଝ ନୁହେଁ, ବରଂ ଏକ ପ୍ରକାର ଶକ୍ତି ଅଟେ। ଜୀବନରେ କେବଳ ଇଚ୍ଛାକୁ ମହତ୍ୱ ନ ଦେଇ ଲକ୍ଷ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଭାବନ୍ତୁ, ଯାହା ମୋ ପାଖରେ ଅଛି ମୋ ପାଇଁ ତାହାର ଏକ ବିଶେଷ ଉଦ୍ଦେଶ୍ୟ ରହିଛି। ଆମ ପାଖରେ ତିନୋଟି ମୁଖ୍ୟ ପଦାର୍ଥ ଅଛି: ଶରୀର, ସମୟ ଓ ଚିନ୍ତା କରିବାର ଶକ୍ତି। ଖୁସି ରହିବା ଓ ମନ ଲଗାଇ ପରିଶ୍ରମ କରିବା ଦୁଇଟି ଯାକ ଅଭ୍ୟାସ ଅଟେ। ସଫଳତାର ତିନୋଟି ନିୟମ: କଠିନ ପରିଶ୍ରମ, ଆତ୍ମବିଶ୍ୱାସ ଓ ଆତ୍ମବିକାଶ। କୌଣସି କାମକୁ କେବଳ କାମ ଚଳାଇବା ପାଇଁ ନ କରି ବରଂ ଆଗକୁ ବଢ଼ିବା ପାଇଁ କରନ୍ତୁ। ଯଦି ଆପଣ ସମ୍ପୂର୍ଣ୍ଣ ଜୀବନ ପାଇଁ ଖୁସି ଚାହୁଁଛନ୍ତି, ତେବେ ନିଜ କାମକୁ ଭଲ ପାଇବା ଶିଖନ୍ତୁ। ମେରୁ ବଳଦ ସାରା ଦିନ ବୁଲିଲେ ବି ସେଇଠି ରହିଥାଏ। ମାଟିରୁ ବାହାରୁଥିବା ପାଣିକୁ ସବୁଠୁ ଶୁଦ୍ଧ ମନେ କରାଯାଏ। ପତିବ୍ରତା ନାରୀକୁ ଦେବୀ ମନେ କରାଯାଏ। ପ୍ରଜାମାନଙ୍କ କଲ୍ୟାଣ ପାଇଁ ଚିନ୍ତା କରୁଥିବା ରାଜାଙ୍କୁ ଶ୍ରେଷ୍ଠ ରାଜା ଭାବେ ଗ୍ରହଣ କରାଯାଏ ଏବଂ ଯିଏ ବ୍ରାହ୍ମଣ ସନ୍ତୋଷୀ ହୋଇଥାନ୍ତି ତାଙ୍କୁ ଉତ୍ତମ ବ୍ରାହ୍ମଣ କୁହାଯାଏ। କିଛି ଜାଣିବା କଥା, ଗୋଟିଏ ହାତରେ କାହାକୁ ପ୍ରଣାମ କରିବେ ନାହିଁ। କୃତଘ୍ନକୁ କେବେ ବିଶ୍ୱାସ କରିବେ ନାହିଁ। ନାସ୍ତିକ ଓ ପାଗଳଙ୍କୁ ପ୍ରଣାମ କରିବେ ନାହିଁ। ବେଶୀ କ୍ୟାଲସିୟମ ଥିବା ଖାଦ୍ୟ ଖାଇବେ। ଭ୍ରୂଣ ହତ୍ୟାକୁ ଉତ୍ସାହିତ କରିବେ ନାହିଁ। ଓଦା ବସ୍ତ୍ର ପିନ୍ଧି ଦାନ କରନ୍ତି ନାହିଁ। ବାମ ହାତରେ ଭୋଜନ କରିବେ ନାହିଁ ବା ପାଣି ପିଇବେ ନାହିଁ। ସ୍ତ୍ରୀର ବଳ ପୁରୁଷ, ପୁରୁଷର ବଳ ଧନ। ଉତ୍ତର ବା ପୂର୍ବ ଦିଗକୁ ମୁହଁ କରି ଦାନ୍ତ ଘଷିବେ। ଦୈନନ୍ଦିନ କ'ଣ କରିବା ଆବଶ୍ୟକ? ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରିବେ। ପିତା, ମାତା, ଗୁରୁ, ସୂର୍ଯ୍ୟଙ୍କୁ ପ୍ରଣାମ କରିବେ। ଶୀଘ୍ର ଶୋଇ ଶୀଘ୍ର ଉଠିବେ। ନାରୀ ବା କୁମାରୀ ମାନଙ୍କର ପାଦକୁ ଚାହିଁ କଥାବାର୍ତ୍ତା କରିବେ। ଦେବତାଙ୍କ ପାଦକୁ ଚାହିଁ ପ୍ରାର୍ଥନା କରିବେ। ଅନ୍ତର ସହିତ ଭକ୍ତି କରିବେ। ଠିକ୍ ସମୟରେ ସେବା, ଦାନ ଓ ପ୍ରାର୍ଥନା କରିବେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହେବେ। ପାପ କାମକୁ ଘୃଣା କରିବେ। ସତ୍ୟ ନ୍ୟାୟ ପଥରେ ରହିବେ। ଅନ୍ୟକୁ ଭଲ ପାଇବେ। ଗୁରୁଜନଙ୍କୁ ଜବାବ ଦେବେ ନାହିଁ। ଅହଙ୍କାର। ଏହି ତିନି ପ୍ରକାର ମଣିଷଙ୍କର ଅହଙ୍କାର ବେଶୀ। ବେଶୀ ଶିକ୍ଷିତ ହେଲେ, ବେଶୀ ସୁନ୍ଦର ହେଲେ, ହଠାତ୍ ବଡ଼ ଲୋକ ହେଲେ। ଜୟ ଶ୍ରୀ ଜଗନ୍ନାଥ।